ଯାହା ହଉ ପ୍ରଭୁଙ୍କ ଆଶୀର୍ବାଦରୁ ସକାଳଟି ଆରମ୍ଭ ହେଲା ପ୍ରଭୁଙ୍କ ପାଖରୁ। ଜୟ ବଜରଙ୍ଗବାଲି, ଜୟ ହନୁମାନ। ନମସ୍କାର, ଜୟ ମା ଶାରଦା ସାଙ୍ଗମାନେ, କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲ ଥିବେ। ମୁଁ ପୁରା ବଢିଆ ଅଛି। ଆଜି ହେଉଛି ଗୁରୁବାର 26 ତାରିଖ। ଆଜି ହେଉଛି ଆମର ବିଲହାଟରେ ବିଲସାହି ପ୍ରଭୁ ପଞ୍ଚମୁଖୀଙ୍କର ଆଦି ଠାରୁ ଯଜ୍ଞ ଆରମ୍ଭ। ଆଜି କଳସ ଯାତ୍ରା ଚାଲିଛି। ଆଉ ଆଜି ମୁଁ ଡ୍ୟୁଟି ଯାଇନି, କାରଣ ମୋ ଦେହଟା ଟିକେ ଭଲ ନାହିଁ। ଦେହ ଛାତିରେ ପେନ୍ ଯାଇଥିଲି ମେଡିସିନ ପାଇଁ। ଦେଖିଲି ବିଲହାଟରେ ପ୍ରଭୁଙ୍କର ଆଜି ଯଜ୍ଞ ଆରମ୍ଭ ହୋଇଛି। ତ ଆଉ କାହିଁ ଡେରି କରିବା, ଚାଲନ୍ତୁ ସିଧା ଯିବା ଯଜ୍ଞ କଳସ ଯାତ୍ରା ବୁଲି ଆସିବା। ଯଦି ଯୋଉ ଭାଇ ମାନେ ଦେଖିବେ ଭିଡିଓ ବିଲହାଟରୁ, ନିହାତି କମେଣ୍ଟ କରି କହିବେ। ତ ଆପଣମାନେ ଭାବୁଛନ୍ତି ମୁଁ ଏବେ କୁଆଡ଼େ ଯାଉଛି? ଆଜ୍ଞା, ବିଲ ସାହିରେ ଆଜି ପ୍ରଭୁ ପଞ୍ଚମୁଖୀ ହନୁମାନଙ୍କର ଆଦିଠାରୁ ଯଜ୍ଞ ଆରମ୍ଭ ଏବଂ କଳସ ଯାତ୍ରା ମଧ୍ୟ ଆଜି ଆରମ୍ଭ। ତ ମୁଁ ଆଉ କିଛି ନ ଭାବିକିରି ମୋର ଘର ପାଖରେ ଥିବା ଜଣେ ସାନ ଭାଇକି ନେଇକି ସାଙ୍ଗରେ ପଳେଇ ଆସିଲି। ଦେଖନ୍ତୁ କେତେ ବଢ଼ିଆ ସେ ଟେଣ୍ଟ ହେଇଛି, ଆଉ ସମସ୍ତେ ତ ଏଇଠି ମଧ୍ୟ ଅଛନ୍ତି। ଏଇଟା ହେଉଛି ଆଜ୍ଞା ଯଜ୍ଞ ଘର। ତ ବ୍ଲଗିଂ କରୁ କରୁ ଦେଖନ୍ତୁ ସାମ୍ନାରେ ମୋ ଭାଇ ପଶିଗଲେ, ମାନେ ଇଏ ହେଉଛନ୍ତି ଜାନକୀ ଭାଇ। ଆଉ ବିଲହାଟରେ ଆଜ୍ଞା ବହୁତ ବଡ଼ ଭାଇଙ୍କର ଦୋକାନ ଅଛି, ହୋଲସେଲର ଦୋକାନ। ଆଉ ମୁଁ ମଧ୍ୟ ବହୁତ ଦିନ ଭାଇଙ୍କ ପାଖରେ ରହି କାମ କରିଛି, ପାଖାପାଖି 3 ରୁ 4 ବର୍ଷ ଭାଇଙ୍କ ପାଖରେ ଦୋକାନରେ ରହି କାମ। ମନ୍ଦିର ପାଖରୁ ବୁଲିକି ଆସିଲା ପରେ ଦେଖୁଛନ୍ତି ଆଜ୍ଞା କେତେ ଦୂର ଭିଡ଼ ଦେଖାଯାଉଛି ଆଗରେ। ମାନେ କଳସ ଯାତ୍ରାଟା ଏଇଠୁ ଆମର ଆରମ୍ଭ ହେବ। ନଈରେ ମା ମାଉସୀ ମାନେ, ଆମ ଭାଇ ଭଉଣୀ ମାନେ ସମସ୍ତେ କଳସ ଯାତ୍ରା କରୁଛନ୍ତି। ଦେଖୁନାହାନ୍ତି ଗୋଟେ ରାଘବ ଲୋକଟା ଠିଆ ହେଇଥିଲୁ, ବୋପା ଲୋ କେମିତି ଦେଖାଯାଉଛି ଲୁ ଭଗବାନ। ତ ଦେଖନ୍ତୁ, ଚାଲନ୍ତୁ ତଳକୁ ଟିକେ ଗଡ଼ିଯିବା। ଦେଖନ୍ତୁ ଏଠି ସମସ୍ତେ ଆଜ୍ଞା କଳସ ଧରି ଛିଡ଼ା ହେଇଛନ୍ତି। ଆଉ ଏବେ ଆମର କଳସ ଯାତ୍ରା ବାହାରିବ। ବାହାରିକି ସେଇ ପଞ୍ଚମୁଖୀ ହନୁମାନ ମନ୍ଦିର ପାଖକୁ ଯିବ। ପୁରା ମହମ୍ମଦପୁର ଗାଁ ଭିତରେ ପଶିକିରି ବୁଲିକିରି ଯାଇକି ପହଞ୍ଚିବ। ଦେଖନ୍ତୁ ସମସ୍ତେ ଏଥର ଧୀରେ ଧୀରେ ବାହାରିଲେ, କାହିଁକି ନା ଆଜ୍ଞା ଖରା ଯେହେତୁ ହେଉଛି ବହୁତ ଡେରି ହେଇଗଲାଣି, ତ ପାଦ ତାତିଯିବ। ସେଥିପାଇଁ ସମସ୍ତେ ରେଡ଼ି। ଯେହେତୁ ଆଜି ଆମର ଟିକେ ଡେରିରେ ବାହାରିଲା କଳସ ଯାତ୍ରା, ସକାଳୁ ବାହାରି ନଥିଲା। ଆକ୍ଚୁଆଲି ସକାଳୁ ବାହାରିଗଲେ ବହୁତ ଭଲ କଥା, କିନ୍ତୁ ବହୁତ ଡେରିରେ ବାହାରିଲା ଯେହେତୁ ତ ଖରା ଟିକେ ଲାଗି ଆସିଲାଣି। ଆଉ ସମସ୍ତେ ଆଜ୍ଞା ଜାଣିଥିବେ ଖରା ଦିନିଆ ଖରାଟା ଆଜ୍ଞା କେତେ ଜୋର କଷ୍ଟ ଦିଏ, ଆଉ କେତେ ଜୋର ଆଜ୍ଞା କାଟେ। ତ ସେଥିପାଇଁ ସମସ୍ତେ ବାହାରି ଆସିଲେ। ଆଉ ଏବେ କଳସ ଧରିକି ଚାଲିଛନ୍ତି, ଯେଝା ନିଜର କଳସ ସମସ୍ତେ ଚାଲିଛନ୍ତି। ଆଜ୍ଞା ଯାହା ହଉ ବହୁତ ଖୁସି ଲାଗୁଛି, ଏତେ ଲୋକ। ଆଉ ଗୋଟେ ବହୁତ ବଡ଼ ଅନୁଷ୍ଠାନଟା। ଏଇଆ ମୁଁ ଧନ୍ୟବାଦ ଦେଇ ପ୍ରଥମ ସମସ୍ତଙ୍କୁ, କି ଏଇ କମିଟିର ମେମ୍ବରମାନଙ୍କୁ, ଯେ ଆଜ୍ଞା ବିଲ ସାହିରେ ଏଇ ଅନୁଷ୍ଠାନଟା ଆଜ୍ଞା ବଞ୍ଚେଇ ରଖିଛନ୍ତି। ବହୁତ ବଡ଼ କଥା ଆଜ୍ଞା। କାହିଁକିନା ଆଜିକା ଡେଟ୍ରେ ତ ପିଲା ଜାଣିପାରୁନାହାନ୍ତି କ'ଣ କାମ ହେଉଛି ବା କ'ଣ ପୂଜା ହେଉଛି, କେଉଁଠି କ'ଣ ହେଉଛି। କିନ୍ତୁ ଏଇକା ତାପରେ ମୋର ପିଲାମାନେ ଦେଖା ହେଇଗଲେ ସେଇ ମହମ୍ମଦପୁର ଭିତରେ। ଆମେ ଯେହେତୁ ମହମ୍ମଦପୁର ଗାଁ ଦେଇକିରି ଗଲୁ, ଦେଖା ହେଇଗଲେ। ଏଠି ଦେଖନ୍ତୁ ମହମ୍ମଦପୁର ମସଜିଦ ଗଳିରେ ଆସିକି ବାହାରୁଛନ୍ତି। ତ ତାପରେ ମୁଁ ତାକୁ କହିଲି ଆମେ ଚାଲ ଗୋଟେ ଗାଡ଼ିରେ ଗୋଟେ ଛୋଟ ସୁଟ୍ଟେ ନେଇଯିବା, ସେଇଟା ଟିକେ ଆଉ ଟିକେ ଭଲ ଲାଗିବ। ତ ଗାଡ଼ିରେ ଆମେ ଗୋଟେ ସୁଟ୍ ନେଇ ଆସିଲୁ। ତ ଦେଖୁ ଦେଖୁ ଭାଇ ଆମର ନିଆଁ ବାହାର କଲେ। ଦେଖୁନାହାନ୍ତି କେଡ଼େ ଜୋର ନିଆଁ ବାହାର କରୁଛନ୍ତି। ତ ଏଇଟା ହେଉଛି ଆମର ମହମ୍ମଦପୁରର ଚାରିଛକି। ଆଉ ଏଠି ଆମର ଭାଇ ଟଙ୍କ ତୋରାଣୀ ରେଡ଼ି କରିଛନ୍ତି, ମାନେ ଦହି ପାଣି ପୁରା ରେଡ଼ି କରିଛନ୍ତି। ଖରା ଦିନ ଯେହେତୁ ମା ମାନେ ଆମର ଆସିବେ, ଭାଇ ଭଉଣୀ ମାନେ ଆମର ଆସିବେ, ଯିଏ ବି ବାଟୋଇ ଲୋକ ଯାଉଥିବେ ସିଏ ଟିକେ ମଧ୍ୟ ପିଇବେ। ଏଠି ସମସ୍ତେ ଲାଇନ୍ ନେଇକି ଛିଡ଼ା ହେଇଛନ୍ତି, ପଛରେ ମଧ୍ୟ ବକ୍ସ ଲାଗିଛି। ଆଉ ମୋର ଆଉ କ'ଣ କାମ ଆଜ୍ଞା, ଚାଲନ୍ତୁ ଆଗକୁ ଯିବା। ଆଗକୁ ଦେଖିବା ଏଠି ଭାଇ ଆମର ଟଙ୍କ ତୋରାଣୀ ନେଇକି ପଳେଇ ଆସିଲେ, କହିଲେ ଆମେ ମନ୍ଦିର ପାଖରେ ଦେବା। ଦେଖନ୍ତୁ ଏଇଠି ଆମେ ମନ୍ଦିର ପାଖରେ ଆସି ପହଞ୍ଚିଲୁ। ନନାଙ୍କୁ କହିଲି, ମୁଁ କହିଲି ନନା ଆପଣ ଟିକେ ଠିଆ ହୁଅନ୍ତୁ, ମୁଁ ଟିକେ ଭିଡ଼ିଓ କରିଦେବି। ଦେଖୁନାହାନ୍ତି ଆଜ୍ଞା କଦଳୀ କାନ୍ଦି ପୁରା ଟଙ୍ଗା ହେଇଛି। ଆଉ ଆପଣମାନେ ମଧ୍ୟ ଆସନ୍ତୁ। ଯଦି ଯେଉଁ ଭାଇ ଭଉଣୀ ମାନେ ଦେଖୁଥିବେ ଭିଡ଼ିଓ, ନିହାତି ଭାବରେ ଗୋଟେ ଛୋଟ କମେଣ୍ଟ ଦେବେ। ଇଏ ହେଉଛି ଆଜ୍ଞା ଯଜ୍ଞ ଘର। ରହୁଛି, ନମସ୍କାର, ଜୟ ମା ଶାରଦା। ଦେଖା ହବ ଆଉ ଗୋଟେ ନୂଆ ଭିଡ଼ିଓରେ। ଜୟ ହନୁମାନ।